हेलो फ्रेंड नमस्कार। जय माँ लक्ष्मी। आशा करछि आपण माने भलो थिबे। मु भी भलो अछि। मोर एक नवा फेस ब्लॉग को आपण मानक स्वागत करूछि। चलंतु आज रे ई सुंदर वीडियो टी आरंभ करबा। आपण मानक शुभ सकाळ। आ संग माने मु एठी बइछि आ आपण माने भाबुथिबे आ पूजा को हबा कथा ठाकुर पूजा बसिछि कोन पय आ से पूजा करिवे मु पूजा करिवे नै मो देह भी भलो नै ସେଥିପାଇଁ ମୁଁ ବସିଛି ଆଉ ତାଙ୍କୁ ବତେଇ ଦେବି ସେ ପୂଜା କରିବେ ଟିକେ ଠାକୁରଙ୍କ ପୂଜା। ତାପରେ କଣ ହେଇଛି ନା ମୋ ଦେହଟା ଟିକେ ଏତେ ଖରାପ ହେଇଯାଇଛି ଯେ ମୁଁ ଆଉ ଭଲ ଲାଗୁନି କି ଆଉ କରିପାରିବି ନାହିଁ। ସେ ଠାକୁର ପୂଜା କରିବେ ଆଉ ମୁଁ କହିଲି ତମେ ଟିକେ ଠାକୁର ପୂଜା କରିଦେଇକି ଯାହା ବି ହେଲେ ଯାଅ। କାହିଁକି କହିନି ଆଉ ଗୁରୁବାର ନ ହେଇଥିଲେ ଅଲଗା ପ୍ରକାର ହେଇଥାନ୍ତା କଥାଟା। ତାପରେ ବି ଲେଟ୍ ହେଇଗଲାଣି। ଆଉ ଆପଣ ମାନେ ଦେଖନ୍ତୁ ମୋ ମୁହଁ କେମିତି ଫୁଲି ଯାଇଛି। ମୁଣ୍ଡ ଫୁଣ୍ଡ ବିନ୍ଧା ବିନ୍ଧି କରୁଛି, ଭଲ ଲାଗୁନି। ବୋଇକି ଖରା ଆଇଲା ବେଳକୁ କେତେବେଳେ ହବ ଲୋ ବାବା। 8ଟା 9ଟା ବେଳକୁ ଖରା, 9ଟା ବେଳକୁ ଖରା ଆସିବ। ଟିକେ ଆସିଲେ ଖରା ଟିକେ ବସିବି। ଆଉ ଯେତେ ସକାଳୁ ଉଠିଲେ କଣ ହେଲା ନା ବସିକି ରହିନେ ଖାଲି ନିଦ ଲାଗେ ଗୋଟେ ଜାଗାର। ଠିକ ଅଛି ଚାଲନ୍ତୁ ଦେଖିବା ସେ କେମିତି ପୂଜା କରୁଛନ୍ତି ନା କଣ କହୁଛନ୍ତି ସାଙ୍ଗମାନେ। ଆଉ ସେ ଏମିତି ଠାକୁର ପୂଜା କରିଦିଅନ୍ତି କିନ୍ତୁ ମାର୍ଗଶିର ମାସରେ ବହୁତ ନୀତି ନିୟମ ଅଛି। ଆଉ ସେ ବି ଜାଣିନାହାନ୍ତି କଣ ସେ ପୂଜା କରନ୍ତିନି। ସ୍ତ୍ରୀ ଲୋକ ମାନେ ପୂଜା କରନ୍ତି, ପୁରୁଷ ଲୋକ ତ କରନ୍ତିନି ନା। ସେ ଏତେ କଥା ମନେ ରଖନ୍ତି ନା। ମାର୍ଗଶିର ମାସର ସଉଦା ଆଣିବା କଥା କହିଲେ ଏଇ ଜିନିଷ ଆଣିବ ସେଇ ଜିନିଷ ଆଣିବ ଠାକୁର ନାଗି ଆହୁରି ଲେଖିକି ନେଇତେ ଭୁଲି ଯାଉଛନ୍ତି ଲୋକ। ସେମିତି କଥା ବେଶୀ କଥା ନ କହିକି ଚାଲନ୍ତୁ ଯିବା ସେ କଣ କରୁଛନ୍ତି। ଦେଖନ୍ତୁ ସାଙ୍ଗମାନେ ସିଏ ଠାକୁର ପୂଜା କରୁଛନ୍ତି। ମୋ ଦେହ ଭଲ ନାହିଁ ବୋଲି ମୁଁ କରୁନାହିଁ। ମୁଁ ଏଠି ବସିଛି ତାଙ୍କୁ କହିଦଉଛି। ଆଉ କଣ ପାଇଁ ଠାକୁରଙ୍କ କତିରେ ତ ପୂଜା ହବ ନାହିଁ ମୁଁ ଆପଣ ମାନଙ୍କୁ କହିବି ତ ନିଶ୍ଚିତ କଣ ହେଇଛି। ଆଉ ଦେଖନ୍ତୁ ଫୁଲ ଦେଇ ସାରିଲେଣି, ଭୋଗ ଦେଇଛନ୍ତି, ଦୀପ ଲଗେଇବେ। ଦେଖନ୍ତୁ ସେ ପୂଜା କଲେ, ଦୀପ ବି ଲଗେଇ ଦେଇଛନ୍ତି। ଦେଖନ୍ତୁ ଆମର ଆଳତି ହଉଛି, କିଛି ଗୋଟେ କାମ ଜାଣିନାହାନ୍ତି। ପଡିଯିବ ପୁଣି ତମ ହାତ ମାଥରେ ଇଏ ହବ। ଦେଖନ୍ତୁ ଆମର ଠାକୁର ପୂଜା କାମ ବି ସରିଗଲା। ଆଉ ଆଜି ଟିକେ ସକାଳୁ ସକାଳୁ ତାଙ୍କ ଉପରେ ଟିକେ ଭିଡିଓ କରିଦେଲି। ଯେହେତୁ ଠାକୁର ପୂଜା କରୁଥିଲେ ତ ଘରେ ରହିଛନ୍ତି। ସେଇ ସାଥେ କମ୍ପାନୀ ପଳେଇ ଯିବେ, ହସୁଛନ୍ତି। ସାଙ୍ଗମାନେ ସିଏ ତ ପଳେଇ ଯାଇଛନ୍ତି ଆଉ ମୁଁ ବି ବସିଥିଲି ଘରେ। ଆଉ ଆପଣ ମାନଙ୍କୁ ତ କହିବି, କାଲି କହିଥିଲି ଆପଣ ମାନଙ୍କୁ କଣ ପାଇଁ ଠାକୁର ପୂଜା ହବ କିନ୍ତୁ ଭୋଗ ଦିଆହବନି କଣ ସବୁ ସେଇଟା କଥା ଉପରେ ଥିଲା ଆମର କାଲି। କଣ ହେଇଛି ନା ସାଙ୍ଗମାନେ କାଲି ରାତି କତୁରୁ ସରବଣା ପଶିଛି। 5 ଦିନ ହଉଛି ରବିବାରକୁ। ଆଉ ଯେହେତୁ ଠାକୁର ପୂଜା ହବ କିନ୍ତୁ ଠାକୁର କତିରେ ଭୋଗ ଦିଆହବ ଆଉ ପ୍ଲସ ମାନେ ଝୁଣ୍ଟି ଦିଆହବ। ଆଉ ଠାକୁରଙ୍କୁ ଛୁଇଁବେ ନାହିଁ। କାହିଁକି ଛୁଇଁବେ ନାହିଁ ନା ସରବଣା ପଶଛି ନା 5 ଦିନ ସେଥିପାଇଁ। ଆଉ ମୁଁ ତ ପୂଜା କରିବିନି ତାଙ୍କୁ ସେଥିପାଇଁ ମୁଁ କହିଲି ତମେ ପୂଜା କରିଦିଅ। ଆଉ ତାଙ୍କୁ ଟିକେ କହି ନଦେଲେ ସିଏ ହେଲା କରିପାରିବେ ନାହିଁ। ଆଉ ଠାକୁରକୁ ଛୁଇଁ ଛାଇଁ ଦେବେ। ସେଥିପାଇଁ ମୁଁ କହିଲି ତମେ ଠାକୁରକୁ ଛୁଇଁ ଛାଇଁ ଦବ, ତମେ ହେଲା ପୂଜା କରିଦିଅ। ମୁଁ ତମକୁ ସବୁ କହିଦଉଛି। ମୁଁ ସବୁ ତାଙ୍କୁ କହିଦେଲି, ସେ ପୂଜା କରିଦେଲେ। ଆଉ ସେ ସରବଣା ଦୋଷରୁ ଏଇ ସବୁ ପ୍ରୋବ୍ଲେମ। ଆଉ ଠାକୁରଙ୍କୁ ଭୋଗ ଦିଆହବନି କିନ୍ତୁ ସେ ଭୋଗ ଦେଇଛନ୍ତି କିନ୍ତୁ ଆମ ଖତ ପାଖରେ ଦିଆହେଇଛି। ଠାକୁରଙ୍କ ପାଖରେ ଭୋଗ ଦିଆହେଇନି। ଖାଲି ଠାକୁରଙ୍କ ଏଣିକି ଫୁଲ ଗୋଟେ ଗୋଟେ ଦିଆହେଇଛି କଳସ ପାଖରେ। ଆଉ ମାଙ୍କ ପାଖରେ ଗୋଟେ ଗୋଟେ ଫୁଲ ଦିଆହେଇଛି। ଆଉ ଠାକୁରଙ୍କୁ ସେ ଛୁଇଁ ନାହାନ୍ତି। ଆପଣ ମାନେ ତ ପୂଜା ଦେଖିଛନ୍ତି। ସେଥିପାଇଁ ମୁଁ ବେଶୀ ଏଇଥରକ ଝୁଣ୍ଟି ଫୁଣ୍ଟି ଦେଲିନି। ଏଇଟା ତୃତୀୟ ପାଳି ଅଛି। ଆଉ ମୁଁ ସେମିତି କିଛି ବି କରିନିନି। ଖାଲି ଅଳ୍ପ ଟିକେ ଟିକେ କରିଛି।
ଏମିତିରେ ମାଙ୍କର ପୂଜା ସେମିତି ଭଲରେ ହବ ନାହିଁ ବୋଲିକି ମୁଁ ସେଥିପାଇଁ ଅଳ୍ପ ଅଳ୍ପ କରିଛି। ଆପଣଙ୍କ ଗାଁରେ କେମିତି ପାଳନ ହେଇଛି ପ୍ଲିଜ ମତେ କମେଣ୍ଟରେ ନିଶ୍ଚିନ୍ତ ଜଣେଇବେ। ଆମର କଣ ହେଇଛି ନା ସରବଣାରେ ଏମିତି ହୁଏ। ଆଉ କିଛି କିଛି ଗାଁରେ ବି କହୁଛନ୍ତି ନା ଠାକୁରଙ୍କୁ ପୂଜା କରାଯିବନି, ଭୋଗ ଦିଆଯିବ ନାହିଁ କି ଚିତା ଦିଆଯିବନି। କିଏ କରୁଛି କିଏ କରୁନି ଏଇଟା ଭଳି ପ୍ରୋବ୍ଲେମ ସବୁ ଆଉ। ଆଉ ମିସ୍ତ୍ରୀ ଭାଇ ଆସିଛନ୍ତି, କାମ ହଉଛି ସେଥିପାଇଁ ଆବାଜଟା ଶୁଭୁଛି, କେହି ଖରାପ ଭାବିବେ ନାହିଁ। ଆଉ ଏ ସାଥେ କାମ ହବ, ଭାରି ଜୋରସୋର କାମ ହବ, କାହିଁକି ନା ମାଲିକ ବିଗିଡିଛି ସେଥିପାଇଁ ଜୋରସୋର କାମ କରିବେ। ଆଉ ଜଣେ ମିସ୍ତ୍ରୀ ଭାଇ ଆସିଛନ୍ତି। ଆଉ ବାହାରେ ଖରା ଏପର୍ଯ୍ୟନ୍ତ ଆସିନାହିଁ। ଯେତେବେଳେ ଆସିବେ ମୁଁ ଖରାରେ ବସିଲେ ମୁଁ ନିଶ୍ଚିତ ଭିଡିଓ କରିବି। ଆମର ରୋଷେଇ ହବ ନାହିଁ, ରୋଷେଇ ହବ ରୁଟି ହବ ଆଉ କଣ ଗୋଟେ ସନ୍ତୁଳା କରିଦେବି। ଆଉ ଏବେ ଟିକେ ଚାହା ଟିକେ ଅଛି ଗରମ କରିକି ପିଇବି। ଆପଣ ମାନଙ୍କ ସହିତ ଦେଖାହବ ପରେ, କାହିଁକି ନା ମୁଁ ଟିକେ ରୋଷେଇ କରିଦିଏ। ଏମିତିରେ ଦେହ ବି ଭଲ ନାହିଁ ଆପଣ ମାନେ ଜାଣିଛନ୍ତି। ସେଥିପାଇଁ ମୁଁ ବେଶୀ କଥା କହିକି ଆପଣ ମାନଙ୍କ ଟାଇମ ଜମା ନଷ୍ଟ କରିବାକୁ ଚାହୁଁନାହିଁ, କି ମୋ ଟାଇମ ମୁଁ ନଷ୍ଟ କରିବିନି। ମୁଁ ଯାଉଛି ଟିକେ ରୋଷେଇ କଣ ଟିକେ କରିଦିଏ। ଦେଖନ୍ତୁ ସାଙ୍ଗମାନେ ମୁଁ ଟିକେ ଖରାକୁ ପଳେଇ ଆସିଛି। ଦେଖନ୍ତୁ ଭଲ ଲାଗୁଛି ଖରା ଟିକେ। ଶୀତ ଦିନରେ ଖରାରେ ବସିବ, ଖରା ଠିଆକୁ ବହୁତ ବଢିଆ ଲାଗିବ। ଆଉ ମୁଁ ପଳେଇ ଆସିଛି। ଆଉ କଣ ମୁଁ ରୋଷେଇ କରିଛି ମୁଁ ଆପଣ ମାନଙ୍କୁ ଟିକେ ପରେ ଦେଖେଇବି। ମୁଁ ଟିକେ ଖରାରେ ଟିକେ ବସିଯାଏ, ଘର ଭିତରେ ଥଣ୍ଡା ଲାଗୁଛି, ଶୀତ ଲାଗୁଛି ନା ଟିକେ ଖରା ଟିକେ ଭଲ ଲାଗିବ। ଦେଖନ୍ତୁ ସାଙ୍ଗମାନେ କୋବି ଆଳୁ ଫୁଟଣ ଲଙ୍କା ଛିଡେଇକି ଦେଖନ୍ତୁ ସନ୍ତୁଳା କରିଦେଇଛି ବନ୍ଧାକୋବି। ଆଉ ଦେଖନ୍ତୁ ରୁଟି ଦିହରେ ତେଲ ଟିକେ ମାରିକି ତାକୁ କରିଦେଇଛି ପରଟା ନୁହେଁ ରୁଟି କରିଛି, ଟିକେ ତେଲ ମାରିଦେଇକି ଟିକେ ଭଲ ଲାଗିବ। ଆଉ ଆଜି ଖାଇବା ତ ଏଇଆ ବନେଇଛି, ଆଉ ଖାଇଦିଏ ଟିକେ, ଭାରି ଜୋରେ ଭୋକ ହେଲାଣି। ଖାଇ ନାହିଁ ଆଉ ଟିକେ ଖାଇନିଏ। ଦେଖନ୍ତୁ ସାଙ୍ଗମାନେ କେତେ କାମ ହେଇଗଲାଣି, ସବୁ ଉଙ୍ଗୁରା ପଡୁଛି ଦେଖନ୍ତୁ। ଏତିକି ସକାଳୁ କାମ ହେଇଛି ଦେଖିଲେ ତ। ଠିକ ଅଛି ସାଙ୍ଗମାନେ, କେତେ ଜୋର ଖରା ହଉଛି ଦେଖନ୍ତୁ। ଖରା ଦିନ ଭଳିଆ ଖରା ହଉଛି। ଆଉ ସେଠି ମାଟି ସବୁ କାଲି ଯୋଉ ଇଏ କରିଥିଲେ ପୋତି ଦେଇଛନ୍ତି। ଆଉ ମାଟି କିଛି ଦେଖନ୍ତୁ ରହିଛି, ପୋତି ନାହାନ୍ତି। ସନ୍ଧ୍ୟା ହେଇଗଲା ସେଥିପାଇଁ ସିଏ ପଳେଇ ଗଲେ। ଏତିକି ରହିଛି। ଆଜିର ଭିଡିଓଟି ଯଦି ଆପଣ ମାନଙ୍କୁ ଭଲ ଲାଗିଥିବ ଲାଇକ୍ କରିବେ, ସେୟାର କରିବେ, କମେଣ୍ଟ କରିବେ, ପାଖରେ ଥିବା ବେଲ ବଟନ ଟିକେ ଦବେଇ ଦେବେ। ମୋ ନୋଟିଫିକେସନ ଆପଣଙ୍କ ପାଖରେ ଜଲ୍ଦି ପହଞ୍ଚିଯିବ। ଯେବେ ଭିଡିଓ ପୋଷ୍ଟ କରିବି ସର୍ବପ୍ରଥମେ ଆପଣ ମାନେ ହିଁ ଦେଖିପାରିବେ। ଯଦି ଆପଣ ମାନେ ଚ୍ୟାନେଲରେ ନୂଆ ଅଛନ୍ତି ନୀଳିମା ବ୍ଲଗ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଯଦି ଆପଣ ମାନେ ସବସ୍କ୍ରାଇବ କରିଦେଇଛନ୍ତି ଆପଣ ମାନଙ୍କୁ ମୋ ହୃଦୟରୁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କ ଭଲ ପାଇବା ଆଶୀର୍ବାଦ ମୋ ଉପରେ, ମୋ ପରିବାର ଉପରେ ଏମିତି ରଖିଥାନ୍ତୁ। ଆଗକୁ ଯିବା ପାଇଁ ମତେ ବହୁ ମାତ୍ରାରେ ସପୋର୍ଟ କରନ୍ତୁ। ଆଜିର ଭିଡିଓଟି ଏଇଠି ଏଣ୍ଡ କରୁଛି। ନେକ୍ସଟ ଭିଡିଓ ଆପଣ ମାନଙ୍କ ସହିତ ଦେଖା ହବ। ନମସ୍କାର, ଜୟ ଜଗନ୍ନାଥ।